ଶାଶୁ ଏବଂ ବୋହୂ ମଧ୍ୟରେ ସମ୍ପର୍କ ଟିକେ ଅଲଗା ପ୍ରକାରର। ଭଲ ପାଇବା ଏବଂ କଳି ଝଗଡ଼ା ଉଭୟ ଏହି ସମ୍ପର୍କରେ ପ୍ରାୟତଃ ଦେଖାଯାଏ। ପୁଅ ଘରୁ ବାହାରିବା ପରେ ଶାଶୁ ସାଙ୍ଗରେ ବୋହୂର ସମ୍ପର୍କ ଗଭୀର ହୋଇଥାଏ। ଏହି ସମ୍ପର୍କରେ ଛୋଟ ଛୋଟ କଥାକୁ ନେଇ ମନମାଳିନ ମଧ୍ୟ ଦେଖାଯାଏ। ହେଲେ ଉଭୟ କିନ୍ତୁ ନିଜ ନିଜର ସୀମାରେ ରୁହନ୍ତି। ଘରର ଭଲମନ୍ଦ ସବୁ ମିଶିକି ବୁଝନ୍ତି। ମା ଝିଅଙ୍କ ଭଳି ସବୁ ମନମାଳିନ ପରେ ପୁଣି ଏକାଠି ହୋଇଯାନ୍ତି। ତେବେ ଦର୍ଶକ ବନ୍ଧୁ, ଥରେ ଚିନ୍ତା କଲେ ପୁଅଟିଏ ପାଇଁ ମାଟିଏ 12 ବ୍ରତ ଓ ମାନସିକ କରିଥାଏ। ସକଳ ଦୁଃଖ କଷ୍ଟକୁ ଭୁଲି ନିଜ ପୁଅ ଯେପରି ଖୁସିରେ ରହିବ ସେଥିପାଇଁ ନିରନ୍ତର ପ୍ରୟାସ କରି ଚାଲିଥାଏ। ହେଲେ ଥରେ ଚିନ୍ତା କରନ୍ତୁ, ଯଦି ସେହି ପୁଅ ସାମ୍ନାରେ ବୋହୂଟିଏ ଆସି ତା ଜନ୍ମ କଲା ମାଆକୁ ମରଣ ମୁହଁକୁ ଠେଲିଦେବ, ଆଉ ପୁଅଟି ଅସହାୟ ଅବସ୍ଥାରେ ସବୁ ଦେଖିବି ଚୁପ୍ ରହୁଥିବ, ତାହେଲେ ଦର୍ଶକ ବନ୍ଧୁ, ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ପୁଅର ଉପସ୍ଥିତିରେ ତା ମାଆକୁ ମାରିଦେବାକୁ ଉଦ୍ୟମ କରିଛି ଶୈତାନ ବୋହୂ। ସାମାନ୍ୟ ଗଣ୍ଡେ ଖାଇବାକୁ ମାଗିବାରୁ ଶାଶୁକୁ କେନାଲକୁ ଫିଙ୍ଗିଦେଲା ଶୈତାନ ବୋହୂ। ସମ୍ବଲପୁରରୁ ଆସିଛି ଏହି ହୃଦୟ ବିଦାରକ ଘଟଣା। ସ୍ୱାମୀଙ୍କୁ ବାହାରୁ କବାଟ ଦେଇ ଶାଶୁକୁ କେନାଲକୁ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ବୁର୍ଲା ପୋଲିସ ବୋହୂ ସବିତା ଭୁଏକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁରୁତର ଅବସ୍ଥାରେ ଶାଶୁ ଲୟ ଭୁଏକୁ କେନାଲରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୀମସାରରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ ଶାଶୁ ଲୟ ଭୁଏ ପୁଅ ବୋହୂଙ୍କ ସହ ମିଶି ଚିପିଲିମା ମଝିପାଲିରେ ରୁହନ୍ତି। ତେବେ ଗତକାଲି ରାତିରେ ବୋହୂକୁ ଖାଇବାକୁ ମାଗିଥିଲେ ଶାଶୁ। ହେଲେ ଝଗଡ଼ା କରିବା ସହ ବୋହୂ ଜଣକ ପ୍ରଥମେ ସ୍ୱାମୀଙ୍କୁ ବାହାରୁ କବାଟ ଦେଇଥିଲେ। ଏହାପରେ ଶାଶୁଙ୍କର ପାଟି ଚିପି ଟାଣି ଟାଣି ନେଇ କେନାଲ ଭିତରେ ଫିଙ୍ଗି ଦେଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଦର୍ଶକ ବନ୍ଧୁ, କଥାରେ ଅଛି, ବାପା ମା ହେଉଛନ୍ତି ପିଲାମାନଙ୍କର ପ୍ରଥମ ଭଗବାନ। ସକାଳୁ ସକାଳୁ ପାଦ ଧୂଳି ନେଇ ମୁଣ୍ଡରେ ମାରିଲେ ଦିନ ଭଲରେ କଟିଥାଏ, ସବୁ କାମ ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଆଜିକାଲି ପୁଅ ବୋହୂ ବାପା ମାଆଙ୍କୁ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଏଭଳି ନୃଶଂସତାର ସୀମା ଟପିଥିବା ବୋହୂକୁ ଯେତେ ଶାସ୍ତି ମିଳିଲେ ବି କମ୍ ଲାଗିବ। ତେବେ ଘଟଣାକୁ ନେଇ କ'ଣ ରହିବ ଆପଣଙ୍କ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ। ସମ୍ବଲପୁରରୁ ଶ୍ରବଣ କୁମାର ପତିଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।